ପୂର୍ବ ବିଜେଡି ସରକାର ପାଇଁ ବଢ଼ିଲା ଅଡ଼ୁଆ। ପୁଣି ସାମ୍ନାକୁ ଆସିବ ଆଉ ଏକ ଦୁର୍ନୀତିର ଗୁମର। ବନ୍ଧା ହେବେ ପୂର୍ବ ସରକାର, ବିଜେପି ନେବ ଆକ୍ସନ। ଖୋଲିବ ଲକ୍ଷ୍ମୀ ବସ୍ର ଗୁମର। ସାମ୍ନାକୁ ଆସିବ କୋଟି କୋଟି ଟଙ୍କାର ଦୁର୍ନୀତିର ଚିଠା। ପୂର୍ବ ସରକାରଙ୍କ ସମୟରେ ଗାଁ ଗାଁରେ ଗଢ଼ିଥିବା ଲକ୍ଷ୍ମୀ ବସ୍ ଏବେ ସରକାରୀ ସ୍କାନରରେ। ଗରିବ ଲୋକଙ୍କ ପରିବହନ ପାଇଁ ଆସିଥିବା 2,806 କୋଟିର ବଜେଟ୍ ଭିତରେ କେଉଁଠି ହେଲା ହେରଫେର। 1,000 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ନ ହୋଇ ପଡ଼ି ରହିଥିଲେ ବି କେମିତି ପୁଣି ଫଣ୍ଡ ରିଲିଜ୍ ହେଉଥିଲା। ମହାଲେଖାଗାର ଅର୍ଥାତ୍ ଏଜି ଅଡିଟ୍ର ରିପୋର୍ଟ ଏବେ ଓଡ଼ିଶା ରାଜନୀତିରେ ହଲଚଲ ସୃଷ୍ଟି କରିଛି। କନସଲଟାଣ୍ଟ ନିଯୁକ୍ତି ଠାରୁ ଆରମ୍ଭ କରି ୟୁଟିଲାଇଜେସନ୍ ସାର୍ଟିଫିକେଟ୍ ବା ୟୁସି ଦାଖଲ ନ ହେବା ପଛର ରହସ୍ୟ କ'ଣ? କାହା ପକେଟକୁ ଯାଇଛି ଜନସାଧାରଣଙ୍କ ରକ୍ତ ଝାଳ ବୁହା ଟଙ୍କା? ଗାଁ ଲୋକଙ୍କୁ ସହର ସହ ଯୋଡ଼ିବାକୁ ଆରମ୍ଭ ହୋଇଥିବା ଯୋଜନାରେ ଏବେ ବଡ଼ ଧରଣର ଦୁର୍ନୀତିର ଗନ୍ଧ। ଲକ୍ଷ୍ମୀ ବସ୍ ଏବଂ ଆମ ବସ୍ ଷ୍ଟାଣ୍ଡ ଯୋଜନାକୁ ନେଇ ରାଜ୍ୟ ପରିବହନ ବିଭାଗରେ ଖୋଳତାଡ଼ ଜୋରଦାର ହୋଇଛି। ମହାଲେଖାଗାର ବା ଏଜି ଏଭଳି କିଛି ପ୍ରଶ୍ନ ଉଠାଇଛନ୍ତି ଯାହା ପରିବହନ ବିଭାଗର ବାବୁମାନଙ୍କ ନିଦ ହଜାଇ ଦେଇଛି। 2023ରୁ 24ର 2025-26 ଆର୍ଥିକ ବର୍ଷ ମଧ୍ୟରେ ଯୋଜନା ପାଇଁ ଆଲୋଟ ହୋଇଥିବା 2,806 କୋଟି ଟଙ୍କାରୁ 1,000 କୋଟିର ଅଧିକ ଟଙ୍କା ଅଣଖର୍ଚ୍ଚିତ ହୋଇପଡ଼ିଥିଲା। ହେଲେ ଆଶ୍ଚର୍ଯ୍ୟର କଥା, ପାଣ୍ଠି ପଡ଼ି ରହିଥିଲେ ମଧ୍ୟ ପରବର୍ତ୍ତୀ କିସ୍ତିର ଅର୍ଥ କେମିତି ଏବଂ କାହା ସ୍ୱାର୍ଥରେ ରିଲିଜ୍ କରାଯାଉଥିଲା ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। କେବଳ ପାଣ୍ଠି ଦୋଷରପାତ ନୁହେଁ, ବରଂ ଓଏସ୍ଆରଟିସିର ବ୍ୟୟ ଅଟକଳ ରିପୋର୍ଟରେ ବଡ଼ ଧରଣର ଗଡ଼ବଡ଼ ଥିବା ଅଡିଟ୍ରୁ ଜଣାପଡ଼ିଛି। 2024-25ର ତୃତୀୟ କ୍ୱାର୍ଟର ପରଠାରୁ କୌଣସି ୟୁସି ବା ବ୍ୟୟ ପ୍ରମାଣପତ୍ର ଦାଖଲ କରାଯାଇନାହିଁ। ଏହା ସହିତ ଦିଲ୍ଲୀର ଏକ ଘରୋଇ ମଲ୍ଟି ମୋଡାଲ ଟ୍ରାନଜିଟ୍ ସିଷ୍ଟମ କନସଲଟାଣ୍ଟ ବା DIMTSକୁ କେଉଁ ଆଧାରରେ ଏବଂ କେଉଁ ନିୟମରେ ନିଯୁକ୍ତ ଦିଆଯାଇଥିଲା ତାହା ମଧ୍ୟ ସନ୍ଦେହ ଘେରରେ। ବିଧାନସଭାରେ ପରିବହନ ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଫାଇଲ ଏବେ ସିଏଜି ହାତରେ ଏବଂ ସରକାର ଏହାର ଇଞ୍ଚେ ଇଞ୍ଚେ ହିସାବ ନେବେ। ତେବେ ଅଡିଟ୍ ରିପୋର୍ଟ ସାମ୍ନାକୁ ଆସିବା ପରେ ଓଡ଼ିଶା ରାଜନୀତି ଗରମ ହେବାରେ ଲାଗିଛି। ଶାସକ ବିଜେପି ପକ୍ଷରୁ ସିଧାସଳଖ ପୂର୍ବ ବିଜେଡି ସରକାରଙ୍କୁ ଟାର୍ଗେଟ କରାଯାଇଛି। ଅଭିଯୋଗ ହେଉଛି ଯେ ଓଡ଼ିଶାର ବାହାର ସଂସ୍ଥା ଓ କିଛି ନିର୍ଦ୍ଦିଷ୍ଟ ପ୍ରାଇଭେଟ ଅପରେଟରକୁ ଫାଇଦା ପହଞ୍ଚାଇବା ପାଇଁ ସରକାରୀ ରାଜକୋଷକୁ ମଧ୍ୟପ୍ରଦେଶ ଭଳି ବ୍ୟବହାର କରାଯାଇଛି। ଅପରପକ୍ଷରେ ବିରୋଧୀ ଦଳ ଏହି ଅଭିଯୋଗକୁ ରାଜନୈତିକ ଉଦ୍ଦେଶ୍ୟପୂର୍ଣ୍ଣ ବୋଲି କହିଛି। ତେବେ ପ୍ରଶ୍ନ ଉଠୁଛି, ଲକ୍ଷ୍ମୀ ବସ୍ ସାଢୁଆଳେ କିଏ ମାରିଛି କୋଟି କୋଟି ଟଙ୍କାର ମାଲେମାଲ? ଏଜି ଏବଂ ସିଏଜିର ମିଳିତ ଖୋଳତାଡ଼ ପରେ କ'ଣ ସାମ୍ନାକୁ ଆସିବ ସବୁଠାରୁ ବଡ଼ ପରିବହନ ଦୁର୍ନୀତିର ଚେହେରା? କାହା ଇସାରାରେ ବିନା ୟୁସିରେ ଟଙ୍କା ପାଣି ଭଳି ବୁହାଯାଉଥିଲା? ଏବେ ସରକାରଙ୍କ ତଦନ୍ତ ପରେ କେଉଁ ବଡ଼ ବାବୁ କିମ୍ବା ନେତାଙ୍କ ବେକରେ କେବେ ପଡ଼ିବ ଆଇନର ଆଖି, ତାହା ଦେଖିବାକୁ ବାକି ରହିଲା।